କାର୍ଯ୍ୟଫର୍ଦ୍ଦ 27 ଆକଳନ 9। ପ୍ରଶ୍ନ 1। ବାକ୍ୟଟିକୁ ପୂରା କରିବା ପାଇଁ କେଉଁ ଖଣ୍ଡ ବାକ୍ୟଟି ଉପଯୁକ୍ତ ତାହା ତଳ କୋଠରୀରେ ଲେଖ। ଦିନେ କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର ପାଇଁ ଆସିଲେ। ପ୍ରଶ୍ନ 2। ଯେଉଁ ଶବ୍ଦଟି ଠିକ୍ ତା ପାଖରେ ଠିକ୍ ଚିହ୍ନ ଦିଅ। ଗ. ମରୁଭୂମି। ପ୍ରଶ୍ନ 3। ଗଧ ଆଉ କୁକୁର କ୍ଷତି ହିଂସ୍ର ଜନ୍ତୁମାନେ କରୁନଥିଲେ କାହିଁକି? ଯେଉଁ ଉକ୍ତିଟି ଠିକ୍ ବୋଲି ଭାବୁଛ ତା ପାଖରେ ଠିକ୍ ଚିହ୍ନ ଦିଅ। ଏମାନେ ସମସ୍ତଙ୍କର ପରିଚିତ ଥିଲେ। ପ୍ରଶ୍ନ 4। ବନ୍ଦନୀ ମଧ୍ୟରୁ ଠିକ୍ ଶବ୍ଦଟି ବାଛି ଶୂନ୍ୟସ୍ଥାନ ପୂରଣ କର। ସେ ଝରଣା ପାଣି ପିଇ ଡ୍ୟାସ୍ ନିବାରଣ କରୁଥିଲେ। ସେ ଝରଣା ପାଣି ପିଇ ତୃଷା ନିବାରଣ କରୁଥିଲେ। ପ୍ରଶ୍ନ 5। ସେ ତୁମ୍ବି ଦୁଇଟିରେ ପାଣି ଭରି ଡ୍ୟାସ୍ ପିଠିରେ ଓହଳାଇ ଦେଉଥିଲେ। ସେ ତୁମ୍ବି ଦୁଇଟିରେ ପାଣି ଧରି ଗଧ ପିଠିରେ ଓହଳାଇ ଦେଉଥିଲେ। ପ୍ରଶ୍ନ 6। ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। କିଛି ବାଟ ଗଲା ପରେ ଗୋଟିଏ କୁଡ଼ିଆ ପାଖରେ ଲାଲା ଡ୍ୟାସ୍ ମୋତି ଅଟକି ଗଲେ। କିଛି ବାଟ ଗଲା ପରେ ଗୋଟିଏ କୁଡ଼ିଆ ପାଖରେ ଲାଲା ଓ ମୋତି ଅଟକି ଗଲେ। ପ୍ରଶ୍ନ 7। ଚଦର ଶବ୍ଦ ସହ କେଉଁ ଶବ୍ଦର ସମ୍ପର୍କ ଅଛି ତା ପାଖରେ ଠିକ୍ ଚିହ୍ନ ଦିଅ। ଶୀତ। ପ୍ରଶ୍ନ 8। କେଉଁଟି ଏକ ଯୋଡ଼ି ଶବ୍ଦ ତା ପାଖରେ ଠିକ୍ ଚିହ୍ନ ଦିଅ। ଥର ଥର। ପ୍ରଶ୍ନ 9। ସନ୍ଧ୍ୟା ହେଲେ ପକ୍ଷୀମାନେ ବସାକୁ ଡ୍ୟାସ୍। ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କର। ସନ୍ଧ୍ୟା ହେଲେ ପକ୍ଷୀମାନେ ବସାକୁ ଫେରନ୍ତି। ପ୍ରଶ୍ନ 10। ଶବ୍ଦଟିକୁ ସଜାଡ଼ି ଖାଲି ଘରେ ଲେଖ। ବ୍ୟାକରଣ